ଏହି ପ୍ରକଳ୍ପଟି କୋଣୀୟ ସମ୍ବେଗର ସଂରକ୍ଷଣ କିମ୍ବା କନଜରଭେସନ୍ ଅଫ୍ ଆଙ୍ଗୁଲାର ମୋମେଣ୍ଟମର ନିୟମ ଉପରେ ପର୍ଯ୍ୟବେସିତ। କୌଣସି ଘୂର୍ଣ୍ଣାୟମାନ ବସ୍ତୁର କୋଣୀୟ ସମ୍ବେଗ ହେଉଛି ଏହାର ମୋମେଣ୍ଟ ଅଫ୍ ଇନର୍ସିଆ I ଏବଂ କୋଣୀୟ ପରିବେଗ ଓମେଗାର ଗୁଣଫଳ ସାଙ୍ଗେ ସମାନ। କୋଣୀୟ ସମ୍ବେଗର ସଂରକ୍ଷଣ ନିୟମ ଅନୁସାରେ ବାହାରୁ କୌଣସି ଘୂର୍ଣ୍ଣନ ବଳ କିମ୍ବା ଟର୍କ ପ୍ରୟୋଗ ନ ହେବା ପର୍ଯ୍ୟନ୍ତ ବସ୍ତୁର କୋଣୀୟ ସମ୍ବେଗ ସର୍ବଦା ସ୍ଥିର ରହିଥାଏ। ଏହା ଏକ ଘୂର୍ଣ୍ଣନ ଦଣ୍ଡ। ଦଣ୍ଡଟିକୁ ହାତରେ ଧରି ଆମେ ଘୂରାଇ ପାରିବା। ବସ୍ତୁର ଏହା ହେଉଛି ଘୂର୍ଣ୍ଣନ ଅକ୍ଷ। ଘୂର୍ଣ୍ଣନ ଦଣ୍ଡ ଉପରେ ଦୁଇଟି ସ୍ଥାନାନ୍ତରଣଶୀଳ ଓଜନ ରଖାଯାଇଛି। ତଳେ ଗୋଟିଏ ସୂତାର ବ୍ୟବସ୍ଥା ଅଛି। ଆମେ ସୂତାଟିକୁ ଟାଣି ଘୂର୍ଣ୍ଣନ ଦଣ୍ଡ ଉପରେ ସ୍ଥାନାନ୍ତରଣଶୀଳ ଓଜନର ସ୍ଥାନ ପରିବର୍ତ୍ତନ କରିପାରିବା। ଯେପରି ସୂତାଟିକୁ ଟାଣି ଓଜନ ଦୁଇଟିକୁ ଆମେ ଘୂର୍ଣ୍ଣନ ଅକ୍ଷର ନିକଟବର୍ତ୍ତୀ କରାଇ ପାରିବା ଏବଂ ହାତରେ ସେ ଦୁଇଟିକୁ ଘୂର୍ଣ୍ଣନ ଅକ୍ଷଠାରୁ ଦୂରକୁ ଠେଲି ଦେଇ ସର୍ବାଧିକ ଦୂରତାରେ ନେଇ ରଖିପାରିବା। ପ୍ରଥମେ ସ୍ଥାନାନ୍ତରଣଶୀଳ ଓଜନ ଦୁଇଟିକୁ ଘୂର୍ଣ୍ଣନ ଅକ୍ଷଠାରୁ ସର୍ବାଧିକ ଦୂରତାରେ ରଖି ଆମେ ଘୂର୍ଣ୍ଣନ ଦଣ୍ଡଟିକୁ ହାତରେ ଘୂରାଇବା ଏବଂ ସୂତାଟିକୁ ଟାଣି ଓଜନ ଦୁଇଟିକୁ ପାଖକୁ ନେଇ ଆସିବା। କ'ଣ ହେଉଛି? ଯେତେବେଳେ ଓଜନ ଦୁଇଟି ପାଖକୁ ଚାଲି ଆସୁଛନ୍ତି କୋଣୀୟ ପରିବେଗ ବୃଦ୍ଧି ପାଉଛି। ସେମାନେ ଅଧିକରୁ ଅଧିକ ଦ୍ରୁତ ଗତିରେ ଘୁରୁଛନ୍ତି। ଏହା କାହିଁକି ହେଉଛି ତା କାରଣ ବୁଝିବା। ଏହା କୋଣୀୟ ସମ୍ବେଗର ସଂରକ୍ଷଣର ନିୟମ ଉପରେ ପର୍ଯ୍ୟବେସିତ। ଯେତେବେଳେ ଆମେ ସ୍ଥାନାନ୍ତରଣଶୀଳ ଓଜନ ଦୁଇଟିକୁ ଘୂର୍ଣ୍ଣନ ଅକ୍ଷଠାରୁ ସର୍ବାଧିକ ଦୂରତାରେ ରଖିଛେ ସେତେବେଳେ ବସ୍ତୁର ମୋମେଣ୍ଟ ଅଫ୍ ଇନର୍ସିଆ ସର୍ବାଧିକ ହୋଇଥାଏ। ଏହି ଅବସ୍ଥାରେ ବସ୍ତୁକୁ ଆମେ ଘୂରାଇ ଦେଉଛେ। ଯେତେବେଳେ ଆମେ ସୂତାଟିକୁ ଟାଣି ଓଜନ ଦୁଇଟିକୁ ପାଖକୁ ଟାଣି ଆଣୁଛେ ସେତେବେଳେ ବସ୍ତୁର ମୋମେଣ୍ଟ ଅଫ୍ ଇନର୍ସିଆ କମିଯାଉଛି। ସୁତରାଂ କୋଣୀୟ ସମ୍ବେଗର ମୂଲ୍ୟ ସମାନ ରଖିବା ପାଇଁ ତାହାର କୋଣୀୟ ପରିବେଗ ଅର୍ଥାତ୍ ଓମେଗାର ମୂଲ୍ୟ ବୃଦ୍ଧି ପାଉଛି ଏବଂ ଘୂର୍ଣ୍ଣନ ଦଣ୍ଡଟି ଅଧିକରୁ ଅଧିକ ଦ୍ରୁତ ଗତିରେ ଘୂରିବାରେ ଲାଗିଛି।